ପିଲାମାନଙ୍କର କମେଣ୍ଟ ସାର୍ ସ୍ପେଶାଲ ଏକ୍ଜାମ କ'ଣ ଆମକୁ ଏଜେଣ୍ଟ କହିଲେ ସ୍ପେଶାଲ ଏକ୍ଜାମ ଦେବ ତମେ ଏବେ ନର୍ମାଲ ଏକ୍ଜାମରେ ତମର ଆଡମିଟ୍ କାର୍ଡ ଆସିନି ପରେ ଆସିବ ପରେ ତମେ ସ୍ପେଶାଲ ଏକ୍ଜାମ ଦେବ। ହ୍ୟାଲୋ ଏଭ୍ରିୱାନ୍ ୱେଲକମ୍ ସମସ୍ତଙ୍କୁ ଗୋଟେ ନୂଆ ଆଣ୍ଡ ଫ୍ରେଶ୍ ଭିଡ଼ିଓରେ। ତ ଆଜିର ଭିଡ଼ିଓରେ ମୁଁ ଆଗରୁ ଆପଣଙ୍କୁ କହିଦେଉଛି ଆପଣଙ୍କୁ ଟିକେ ନଏସ୍ ଆସିବ କାହିଁକି ନା ଆମ ଗାଁରେ ଗୋଟେ ପ୍ରୋଗ୍ରାମ ହେଉଛି ଆଉ ପ୍ରୋଗ୍ରାମରେ ଆପଣ ଶୁଣିପାରୁଥିବେ ଆପଣଙ୍କୁ ବାହାରୁ ନଏସ୍ ଆସୁଛି ତ ତାହାକୁ ଟିକେ ଆଜିର ଭିଡ଼ିଓ ପାଇଁ ଟିକେ ଆଡଜଷ୍ଟ କରିବାକୁ ପଡ଼ିବ କାହିଁକି ନା କିଛି ଉପାୟ ନାହିଁ। ତ ମୁଁ ଭାବିଥିଲି ଗୋଟେ ଦିନ ଗ୍ୟାପ୍ ଦେବି ମାନେ ଗୋଟେ ଦିନ ପରେ ଭିଡ଼ିଓ ଆଣିବି ତ ଆପଣମାନଙ୍କର ଏତେ କମେଣ୍ଟ ଆସୁଛି ସେଇ ଟପିକ୍ ଉପରେ ତ ସେଇଥିପାଇଁ ଭିଡ଼ିଓଟା କରାହେଉଛି ତ ନଏସ୍ଟାକୁ ଟିକେ ଆଭଏଡ୍ କରିବେ ଆଉ ମୁଁ କ'ଣ କହୁଛି ଭିଡ଼ିଓଟାକୁ ଟିକେ ଭଲସେ ଶୁଣିବେ ବୁଝିବେ ନିଜେ ଯଦି ସେ ପ୍ରୋବ୍ଲେମରେ ପଡ଼ି ଯାଇଛନ୍ତି ଦେନ୍ ତାହାର ସଲ୍ୟୁସନ୍ ଅଛି କି ଆଉ ଆପଣମାନେ କ'ଣ ଆକ୍ଚୁଆଲି କରିପାରିବେ। ଠିକ୍ ଅଛି ଆପଣଙ୍କର ଏଜେଣ୍ଟ ଆପଣଙ୍କୁ ଭୁଲ ଭାଲ କହୁଛନ୍ତି ଆପଣଙ୍କୁ ସତ କଥା କହୁନାହାନ୍ତି କ'ଣ ଆକ୍ଚୁଆଲି ହେଇଛି ଆପଣଙ୍କ ସହିତ। ଠିକ୍ ଅଛି ଆପଣଙ୍କୁ ସ୍ପେଶାଲ ଏକ୍ଜାମ କଥା କହିକି ଆପଣଙ୍କୁ ଗୁମରାହ କରାଯାଉଛି। ଠିକ୍ ଅଛି ମାନେ ଆପଣଙ୍କୁ ଆକ୍ଚୁଆଲି ସତ କଥା କୁହାଯାଉ ନାହିଁ। ତ ଭିଡ଼ିଓଟା ସମ୍ପୂର୍ଣ୍ଣ ଦେଖିବେ। ଆମର ଡାଉଟ୍ ଆସୁଛି ଆଉ ପିଲାମାନଙ୍କର ସାର୍ ଆମର ଫାର୍ଷ୍ଟ ସେମିଷ୍ଟର ଆମେ ଦେଇପାରିବୁନି କିଛି ଦିନ ପରେ ସ୍ପେଶାଲ ଏକ୍ଜାମ ଗୋଟେ ହେବ ତ ସ୍ପେଶାଲ ଏକ୍ଜାମ ହୁଏ କି ଏଇଟା ଆପଣଙ୍କର ଡାଉଟ୍ ଆସୁଛି। ଆମର ଆନ୍ଧ୍ରକେଶରୀ ପିଲାମାନଙ୍କର ବି ଡାଉଟ୍ ଆସିଛି ଆଉ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ପିଲାମାନଙ୍କର ଡାଉଟ୍ ଆସୁଛି। ଆପଣମାନେ ସାଇଡ଼ରେ ଦେଖନ୍ତୁ ଆପଣମାନେ ସାଇଡ଼ରେ ଦେଖିପାରୁଥିବେ ଆପଣମାନଙ୍କ ଭିତରେ ହିଁ ଜଣେ ଦୁଇ ଜଣ କମେଣ୍ଟ କରିଛନ୍ତି ଜଣେ ଦୁଇ ଜଣ ନୁହଁ ବହୁତ ପିଲା କମେଣ୍ଟ କରିଛନ୍ତି ତ ସେହି ରିଗାର୍ଡିଂ ଭିଡ଼ିଓଟା କରୁଛି ଆପଣମାନେ ଟିକେ ସମୟ ଦେଇକି ଦେଖନ୍ତୁ ଆଉ ସାଉଣ୍ଡଟାକୁ ଟିକେ ଆଭଏଡ୍ କରିବେ। ଠିକ୍ ଅଛି ତ ଚାଲନ୍ତୁ ମୁଁ ଭିଡ଼ିଓଟା ଆରମ୍ଭ କରୁଛି। ଯିଏ ଯିଏ ଆମ ଚ୍ୟାନେଲକୁ ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ ଭିଡ଼ିଓଟାକୁ ଲାଇକ୍ ସେୟାର କରିବେ ତା ସହିତ ସମ୍ପୂର୍ଣ୍ଣ ଦେଖିବେ ଆଉ ଭିଡ଼ିଓଟା ଦେଖି ସାରିଲା ପରେ ଯଦି କିଛି ଡାଉଟ୍ ରୁହେ ଦେନ୍ ନିହାତି କମେଣ୍ଟ କରିପାରିବେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଭିଡ଼ିଓର ଡେସ୍କ୍ରିପ୍ସନରେ ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓର ଲିଙ୍କ୍ ଆଭେଲେବଲ୍ ଅଛି ଆପଣମାନେ ଚାହିଁଲେ ସେସବୁକୁ ଚେକ୍ ଆଉଟ୍ କରିପାରିବେ। ତ ଚାଲନ୍ତୁ ଆଜିର ଟପିକ୍ଟା ଆମେ ଷ୍ଟାର୍ଟ କରିବା। ତ ଫାର୍ଷ୍ଟ କଥା ଆପଣମାନଙ୍କୁ ଏଜେଣ୍ଟ ଆପଣଙ୍କୁ ଏବେ ଗୋଟେ କଥା କହୁଛନ୍ତି ଯାହାକି ଆପଣମାନଙ୍କର କମେଣ୍ଟ ଆସୁଛି ମୋ ପାଖରେ ନା କମେଣ୍ଟରେ କ'ଣ ଲେଖୁଛନ୍ତି ଆପଣମାନେ ସାର୍ ଆମର ଏଜେଣ୍ଟ କହୁଛନ୍ତି ଆମର ଆଡମିଟ୍ କାର୍ଡ ଆସିନାହିଁ ଆପଣମାନଙ୍କର ଏକ୍ଜାମ ତ ଆନ୍ଧ୍ରକେଶରୀର ଅଛି ଆମର କେବେ ମାନେ ଆପଣମାନଙ୍କର ଏକ୍ଜାମ ଅଛି ଆମର ନାଗାର୍ଜୁନର ଆସନ୍ତା କାଲି ମାନେ 23 ତାରିଖ ଆପଣମାନେ ଭିଡ଼ିଓ ତ ଯେବେ ଦେଖୁଛନ୍ତି ଆଉ ଆମର ଆନ୍ଧ୍ରକେଶରୀର ଅଛି 25 ତାରିଖ। ଠିକ୍ ଅଛି ତ ଆପଣମାନଙ୍କର କମେଣ୍ଟ ଆଜି ଆସୁଛି 22 ତାରିଖ ସେଥିପାଇଁ ମୁଁ ଭିଡ଼ିଓଟା କରୁଛି। ତ ରାତିରେ ଭିଡ଼ିଓଟା ପବ୍ଲିଶ କରିହେବନି କାହିଁକିନା ବର୍ତ୍ତମାନ ବହୁତ ଲେଟ୍ ହେଇଗଲାଣି ମୁଁ 12ଟା ପରେ ଭିଡ଼ିଓଟା କରୁଛି। ଆପଣମାନେ ଟାଇମ୍ ଦେଖିବେ ଟିକେ ୱେଟ୍ କରନ୍ତୁ ଆପଣମାନେ ଟାଇମ୍ ଦେଖନ୍ତୁ 11:50 ହେବାକୁ ଗଲାଣି ମାନେ 12ଟା ବେଳକୁ 10 ମିନିଟ୍ ବାକି ଅଛି। ଠିକ୍ ଅଛି ତ ଏବେ ଭିଡ଼ିଓ କରିକି ପବ୍ଲିଶ କରିଲେ ବି ଆପଣମାନେ ଦେଖିପାରିବେନି ସକାଳେ ଆପଣ ପାଇଯିବେ ହେଲା। ତ କଥା ହେଉଛି ଏଇଆ ନା ସ୍ପେଶାଲ ଏକ୍ଜାମ କଥା ଆପଣଙ୍କର ଏଜେଣ୍ଟ ମାନେ ଆପଣଙ୍କୁ କହୁଛନ୍ତି ସାର୍ ଆମର ଆଡମିଟ୍ କାର୍ଡ ଆସିନି ଆମର ଏଜେଣ୍ଟ କହୁଛନ୍ତି ଗୋଟେ ମାସ ପରେ ମାନେ ଏ ଟାଇମ୍ରେ ଆପଣମାନେ ଏକ୍ଜାମ ଦେଇପାରିବେନି ସ୍ପେଶାଲ ଏକ୍ଜାମ ଆପଣମାନଙ୍କ ପାଇଁ ହେବ ଏଇଟା ହେଉଛି ଆପଣଙ୍କର ଡାଉଟ୍। ଫାର୍ଷ୍ଟ କଥା ତ ମୁଁ ପୁରା କ୍ଲିୟର କରୁଛି ଭଲସେ ବୁଝିବେ ଆପଣମାନଙ୍କର ସ୍ପେଶାଲ ଏକ୍ଜାମ କିଛି ବି ନଥାଏ। ଠିକ୍ ଅଛି ଫାର୍ଷ୍ଟ ଆପଣମାନଙ୍କର ଏଜେଣ୍ଟ ଯାହା କହୁଛନ୍ତି ସ୍ପେଶାଲ ଏକ୍ଜାମ ସେମିତି କିଛି ବି ରୁହେନି ବା ନାହିଁ। ସ୍ପେଶାଲ ଏକ୍ଜାମ ମାନେ କ'ଣ ଆପଣମାନେ ଯଦି ଫାର୍ଷ୍ଟ ସେମିଷ୍ଟର ଦେବେ ତ ନର୍ମାଲି ଫାର୍ଷ୍ଟ ସେମିଷ୍ଟର ପିଲାମାନଙ୍କର ଫାର୍ଷ୍ଟ ସେମିଷ୍ଟର ସପ୍ଲିମେଣ୍ଟାରୀ ପିଲାମାନଙ୍କର ବି ଫାର୍ଷ୍ଟ ସେମିଷ୍ଟର ଏହି ଟାଇମ୍ରେ ହେବ ଆଉ ଯେଉଁ ଆପଣମାନଙ୍କର ଯେଉଁ ଏଜେଣ୍ଟ କହୁଛନ୍ତି ଆପଣଙ୍କର ସ୍ପେଶାଲ ଏକ୍ଜାମ ତ ସେମିତି କିଛି ବି ନଥାଏ ଆପଣମାନଙ୍କର ଏଜେଣ୍ଟ ଆପଣଙ୍କର ଆଡମିସନ କରେଇ ପାରିନାହାନ୍ତି। ଠିକ୍ ଅଛି ଆଉ ଏମିତି ହୁଏ କେତେବେଳେ ନା ମାନେ ଯେତେବେଳେ ସିଟ୍ ପାଇଁ ମାଡ଼ଗୋଳ ହୁଏ ଆଉ ଯେତେବେଳେ ପିଲାମାନେ ଲାଷ୍ଟ ଟାଇମ୍ରେ ଆଡମିସନ କରେଇଥାନ୍ତି ସେଇ ଟାଇମ୍ରେ ଆପଣମାନେ ଏମିତି ପ୍ରୋବ୍ଲେମ୍ ଫେସ୍ କରନ୍ତି। ଠିକ୍ ଅଛି ବହୁତ ପିଲାମାନେ ଲାଷ୍ଟ ମୋମେଣ୍ଟରେ ଆଡମିସନ କରନ୍ତି ଲାଷ୍ଟ ମୋମେଣ୍ଟରେ ଏଜେଣ୍ଟମାନଙ୍କ ପାଖରେ ସିଟ୍ ରୁହେନି ତ ସେମାନେ ଡକୁମେଣ୍ଟ ସବୁ ନେଇକି ରଖନ୍ତି ସେମାନଙ୍କୁ ଦେଖନ୍ତୁ ବିଏଡ୍ରେ କ'ଣ ହୁଏ ସବୁ ସିଟ୍ ଫିଲ୍ ହୁଏନି ସିଟ୍ ଫାଙ୍କା ସିଟ୍ ଯାକ ଫାଙ୍କା ରହିଯାଏ ତ ସେଇ ସିଟ୍ରେ ସେମାନଙ୍କୁ ଆଡମିସନ କରାଯାଏ ତ ସେଇଥିପାଇଁ ସେ ପିଲାମାନେ ଆଉ ଫାର୍ଷ୍ଟ ସେମିଷ୍ଟର ଦେଇପାରନ୍ତିନି ଡାଇରେକ୍ଟ ସେକେଣ୍ଡ ସେମିଷ୍ଟର ଦିଅନ୍ତି ଆଉ ସେଇ ଫାର୍ଷ୍ଟ ସେମିଷ୍ଟର ଆଜ ବ୍ୟାକ୍ ପେପର ନେକ୍ସଟ ବ୍ୟାଚ୍ ପିଲାମାନଙ୍କ ସହିତ ଦିଅନ୍ତି। ଆପଣମାନଙ୍କର ଏଜେଣ୍ଟ ଆପଣମାନଙ୍କୁ ଗୁମରାହ କରୁଛନ୍ତି ଯେ ଆପଣମାନଙ୍କର ସ୍ପେଶାଲ ଏକ୍ଜାମ ହେବ କିଛି ସ୍ପେଶାଲ ଏକ୍ଜାମ ହେବନି ଯେଉଁମାନଙ୍କୁ ଏମିତି କୁହାଯାଉଛି ଆପଣମାନେ ନିଜେ ଦେଖିବେ ଆପଣଙ୍କର ଡାଇରେକ୍ଟ ଫାର୍ଷ୍ଟ ସେମିଷ୍ଟର ଆଜ ବ୍ୟାକ୍ ପେପର ହେବ ଆପଣଙ୍କ ନେକ୍ସଟ ବ୍ୟାଚ୍ ପିଲାମାନଙ୍କ ସହିତ ଆପଣମାନେ ଡାଇରେକ୍ଟ ସେକେଣ୍ଡ ସେମିଷ୍ଟର ଯାଇକି ଏକ୍ଜାମ ଦେବେ ମାନେ ସେକେଣ୍ଡ ସେମିଷ୍ଟରରେ ଆପଣମାନେ ଏକ୍ଜାମ ଦେଇପାରିବେ। ଠିକ୍ ଅଛି ମାନେ ରେଗୁଲାର ପିଲାମାନଙ୍କ ସହିତ ତାର ଅର୍ଥ ହେଉଛି ଏଇଆ ଆପଣମାନଙ୍କର ଆଡମିସନ ଟାଇମ୍ରେ ହେଇନି ଆଡମିସନରେ ଲେଟ୍ ହେଇଯାଇଛି ଯେଉଁଥିପାଇଁ କି ଯେଉଁ ସିଟ୍ ଯାକ କଲେଜରେ ଫାଙ୍କା ରହିଯାଇଥିଲା ସେସବୁରେ ଆପଣମାନଙ୍କର ଆଡମିସନ ହେଉଛି କିନ୍ତୁ ପରେ ହେଉଛି ଯେଉଁଥିପାଇଁ ଫାର୍ଷ୍ଟ ସେମିଷ୍ଟର ଆଜ ବ୍ୟାକ୍ ପେପର ଦେବାକୁ ପଡ଼ିବ। ତ ଆନ୍ଧ୍ରକେଶରୀ ୟୁନିଭର୍ସିଟି ହଉ ବା ନାଗାର୍ଜୁନ ୟୁନିଭର୍ସିଟି ହଉ କୌଣସି ୟୁନିଭର୍ସିଟିର ପିଲାମାନଙ୍କ ପାଇଁ ସ୍ପେଶାଲ ଏକ୍ଜାମ କିଛି ବି ନାହିଁ। ଠିକ୍ ଅଛି ଆପଣମାନଙ୍କର ନର୍ମାଲ ଏକ୍ଜାମ ହୁଏ ଆଉ ସ୍ପେଶାଲ ଏକ୍ଜାମ ଗୋଟେ ଥାଏ। ଠିକ୍ ଅଛି ସେଇଟା ଏବେ ନାହିଁ ଯେତେବେଳେ ଆସୁଛି ଆମେ ଜଣେଇବୁ ଆଉ ଏବେ କିଛି ବି ସ୍ପେଶାଲ ଏକ୍ଜାମର ନୋଟିସ୍ ନାହିଁ ତ ଆପଣଙ୍କ ଏଜେଣ୍ଟ ଆପଣମାନଙ୍କୁ ସତ କଥା କହୁନାହାନ୍ତି କାହିଁକିନା ସେମାନଙ୍କୁ କାହିଁକିନା ଆପଣମାନେ ପଇସା ଦେଇଛନ୍ତି ଆଉ ଆପଣଙ୍କର ଏଜେଣ୍ଟ ଆପଣଙ୍କ ଯଦି ସତ କହିବେ ଦେନ୍ ଆପଣମାନେ ବୁଝିପାରିବେନି ବହୁତ ପିଲାମାନେ ବୁଝିପାରିବେନି। ଠିକ୍ ଅଛି ଆଉ ବହୁତ ପିଲାମାନଙ୍କର ଅସୁବିଧା ଭାବିବେ କ'ଣ ହେଇଗଲା ପଇସା ବୁଡ଼ିଗଲା ନା କ'ଣ ଏମିତି ଭାବିବେ। ଠିକ୍ ଅଛି ଆଉ ଏଜେଣ୍ଟ ମାନେ ବି ବହୁତ ଫ୍ରଡ୍ ବି ଆଜିକାଲି ବାହାରୁଛନ୍ତି। ଠିକ୍ ଅଛି ଆପଣମାନଙ୍କୁ ଡରାଇବା ପାଇଁ ମୁଁ କହୁନି ଆକ୍ଚୁଆଲି ଏମିତି ଘଟୁଛି ଆପଣମାନେ ଯଦି ମୋ ପାଖରେ ଯେତେ କମେଣ୍ଟ ଆସୁଛି ପର୍ସନାଲ ମେସେଜ ଆସୁଛି ଦେଖେଇବି ମୋର ମାନେ 1 ଘଣ୍ଟା 2 ଘଣ୍ଟା ପଳେଇବ ଭିଡ଼ିଓରେ। ଠିକ୍ ଅଛି ବହୁତ ପିଲାମାନେ ବହୁତ ପ୍ରକାର ଡାଉଟ୍ ଅଛି ବହୁତ ପିଲାମାନେ ଏକ୍ଜାମ ଦେଇପାରୁନାହାନ୍ତି
ঠিক ଅଛି। ବହୁତ ପିଲାମାନଙ୍କର ଏଇ ଯୋଉ ଆପଣ ସ୍ପେଶାଲ ଏକ୍ଜାମ କଥା କହୁଛନ୍ତି ସେଇ ଏକ୍ଜାମ ନାମରେ ବହୁତ ପିଲାମାନଙ୍କୁ ପଇସା ନେଇକି ଲୁଟା ହଉଛି ଆଉ ସେମାନଙ୍କର ଆଡମିଟ୍ କାର୍ଡ ବି ଦିଆଯାଉନି ବୁଝିଲା। ଏସବୁ କ'ଣ ଆପଣମାନେ ଯଦି ଠିକ୍ ଟାଇମରେ ଆଡମିସନ ନ କରିପାରିବେ ନିହାତି ପ୍ରୋବ୍ଲେମ ତ ଫେସ୍ କରିବାକୁ ପଡିବ। ଯୋଉ ପ୍ରୋବ୍ଲେମ କି ଆପଣମାନେ ବର୍ତ୍ତମାନ ଫେସ୍ କରୁଛନ୍ତି ଠିକ୍ ଅଛି। ବହୁତ ପିଲାମାନେ କମେଣ୍ଟ କରୁଛନ୍ତି ସାର୍, ବହୁତ ପିଲାମାନଙ୍କର କମେଣ୍ଟ ସାର୍ ସ୍ପେଶାଲ ଏକ୍ଜାମ କ'ଣ ଆମକୁ ଏଜେଣ୍ଟ କହିଲେ ସ୍ପେଶାଲ ଏକ୍ଜାମ ଦେବ ତମେ, ଏବେ ନର୍ମାଲ ଏକ୍ଜାମରେ ତମର ଆଡମିଟ୍ କାର୍ଡ ଆସିନି ପରେ ଆସିବ, ପରେ ତମେ ସ୍ପେଶାଲ ଏକ୍ଜାମ ଦେବ। ସେମିତି କିଛି ହୁଏନି। ଆପଣଙ୍କୁ ଏଜେଣ୍ଟ ପାଖରେ ଆପଣ ପଚାରନ୍ତୁ, ଆଉ ଯଦି ପଚାରି ନ ପାରିବେ ମୋ ଭିଡ଼ିଓଟା ଫରୱାର୍ଡ କରନ୍ତୁ ତାଙ୍କ ପାଖରେ ଠିକ୍ ଅଛି। ଆଉ ଗୋଟେ କଥା ଆପଣମାନଙ୍କୁ କହି ରଖିବି, ଆପଣମାନଙ୍କର ତ ଆଡମିସନ ହେଇଗଲା, ଏବେ ତ ତାହାକୁ କିଛି କରିହେବନି। ଆପଣମାନଙ୍କ ପରେ ଯୋଉ ପିଲାମାନେ ଆଡମିସନ କରିବେ ସେମାନଙ୍କୁ ସଜେସନ କରିବେ ଟାଇମରେ ଆଡମିସନ କରାଇବାକୁ ଠିକ୍ ଅଛି। ଟାଇମ ନ ମାନେ ଲାଷ୍ଟ ଆଡ଼କୁ ଆଡମିସନ କରାଇବେ। ଯଦି ଆନ୍ଧ୍ର ବିଏଡ୍ କରିବାର ଅଛି ଆଗରୁ ଆଡମିସନ କାହିଁକି କରାଇବେନି, ପଇସା ଦେଇକି ଆଗରୁ ସିଟ୍ ବୁକ୍ କରିକି ରଖନ୍ତୁ। ଲାଷ୍ଟ ଟାଇମରେ କରିବେ ଏମିତି ଝାମେଲାରେ ପଡ଼ିବେ ଆଉ ଅସୁବିଧା କି ମାନେ ଆପଣମାନଙ୍କୁ ପ୍ରୋବ୍ଲେମ ଫେସ୍ କରିବାକୁ ପଡ଼ିବ। ଆଡମିଟ୍ କାର୍ଡ ଆସିବନି, ଆପଣମାନେ ଯିବେ ତାପରେ ଆଉ ଥରେ ଆପଣଙ୍କୁ ରିଟର୍ନ ଆସିବାକୁ ପଡ଼ିବ। ଆପଣମାନେ ଆନ୍ଧ୍ରପ୍ରଦେଶ ଗଲେ ଆପଣଙ୍କୁ ସେଠି ଯଦି ହଲ୍ ଟିକେଟ୍ ନ ମିଳିଲା କ'ଣ କରିବେ, ଆଉ ଥରେ ଫେରିକି ଆସିବେ। ତ କାହିଁକି ସେସବୁ ଅସୁବିଧାରେ ପଡ଼ିବେ। ଆଉ ହଲ୍ ଟିକେଟ୍ ଆପଣଙ୍କର ଏକ୍ଜାମ ମାନେ ଆପଣଙ୍କର ଏଜେଣ୍ଟ ସେଇଠି ନେଇ ଯାଇକି ମାନେ ଆପଣଙ୍କର ଏଜେଣ୍ଟ ସେଇଠି ନେଇଗଲା ପରେ ସିଏ କଲେଜରୁ ଆଣିକି ଦିଅନ୍ତି ଠିକ୍ ଅଛି। ତ ହଲ୍ ଟିକେଟ୍ ଆପଣଙ୍କର ଏ ଜାଗାରେ ମିଳିଯାଏନି, ଆଉ କେତେ ଜଣ ଦେଇ ଦିଅନ୍ତି କିନ୍ତୁ ବହୁତ ଏଜେଣ୍ଟ କ'ଣ କରନ୍ତି ନା ଆପଣଙ୍କର ଏକ୍ଜାମ ହଲ୍ ମାନେ ଯୋଉ ଜାଗାରେ ଆପଣଙ୍କର ଏକ୍ଜାମ ହେବ ସେ ଜାଗାରେ ନେଇଗଲା ପରେ ସିଏ ଆପଣଙ୍କୁ ଆଣିକି ଦିଅନ୍ତି ବୁଝିଲା। ଏଜେଣ୍ଟ ମାନେ ହିଁ ଦିଅନ୍ତି ମୁଁ ଜାଣିବା ଭିତରେ, କାହିଁକିନା ମୁଁ ନିଜେ ଯାଇକି ଆମର କଲେଜରୁ ଆଣିକି ଦେଇଥିଲି ଆମର ପିଲାମାନଙ୍କର ଠିକ୍ ଅଛି। ସେଇଥିପାଇଁ ମୁଁ ଏସବୁ ଜାଣିଛି, ସେଇଥିପାଇଁ ମୁଁ ଆପଣଙ୍କୁ କହୁଛି। ତ ଯୋଉମାନଙ୍କୁ ଏଜେଣ୍ଟ ଆପଣଙ୍କୁ ସେମିତି କହିଛନ୍ତି ସ୍ପେଶାଲ ଏକ୍ଜାମ ଦେବେ ଆପଣମାନେ, ତ ଏଜେଣ୍ଟକୁ ପଚାରନ୍ତୁ କ'ଣ ସ୍ପେଶାଲ ଏକ୍ଜାମ ଆମକୁ ବୁଝାନ୍ତୁ, ଆମେ ଜାଣୁନୁ। କିଏ ବି ମାନେ ଆମେ ଅଦର ପିଲାମାନଙ୍କୁ ପଚାରି ସେମାନେ ବି ଜାଣିନାହାନ୍ତି, ଆମକୁ ବୁଝାନ୍ତୁ ଠିକ୍ ଅଛି। ସିଏ କହିବେ ଆପଣଙ୍କୁ ଆକ୍ଚୁଆଲି କ'ଣ ଘଟିଛି। ଆଉ ଯଦି ନ କହିପାରୁଛନ୍ତି ମାନେ ଯୋଉମାନଙ୍କୁ ଏ ପ୍ରୋବ୍ଲେମ ହେଉଛି ସେମାନେ ଆଉ ଫାର୍ଷ୍ଟ ସେମିଷ୍ଟର ପାଠ ପଢ଼ନ୍ତୁ ନାହିଁ, ମୋ ହିସାବରେ ଡାଇରେକ୍ଟ ସେକେଣ୍ଡ ସେମିଷ୍ଟର ପାଠ ପଢ଼ନ୍ତୁ। କାହିଁକି ପଢ଼ିବେ ନା ଆପଣଙ୍କର ଆପଣ ତ ଏକ୍ଜାମ ହିଁ ଦେଇପାରିବେନି, କେମିତି ଦେବେ, ଆପଣଙ୍କର ଆଡମିସନ ହିଁ ହେଇନି। ଏକ୍ଜାମ ଦେବାକୁ ହେଲେ ଫାର୍ଷ୍ଟ ଆପଣଙ୍କୁ ହଲ୍ ଟିକେଟ୍ ଦରକାର। ଯଦି ହଲ୍ ଟିକେଟ୍ ଆପଣଙ୍କ ପାଖରେ ନାହିଁ ଦେନ୍ ଏକ୍ଜାମ ଦେବା କଥା ତ ଭୁଲି ଯିବାକୁ ହିଁ ପଡ଼ିବ ଆମକୁ। ଏବେ ଆପଣମାନେ ସେକେଣ୍ଡ ସେମିଷ୍ଟର ପ୍ରିପାରେସନ କରିପାରିବେ, ଆଉ ଯଦି ଆପଣଙ୍କର ଏଜେଣ୍ଟ ଆପଣଙ୍କୁ ପ୍ରୋଭାଇଡ୍ କରୁଛନ୍ତି ହଲ୍ ଟିକେଟ୍ ଆପଣମାନେ ନିହାତି ଯାଇକି ଏକ୍ଜାମ ଦେଇପାରିବେ ଠିକ୍ ଅଛି। ଆଉ ସେକେଣ୍ଡ ସେମିଷ୍ଟର ଯଦି ନୋଟ୍ ବଗେରା ଆପଣ ନେବାକୁ ଚାହୁଁଛନ୍ତି ମୋ ସହିତ କଣ୍ଟାକ୍ଟ କରିପାରିବେ, ମେନସନ୍ ଅଛି। ନିହାତି ଆପଣଙ୍କୁ ବହୁତ ବେଟର ନୋଟ୍ ମୁଁ ପ୍ରୋଭାଇଡ୍ କରିବି। ଫାର୍ଷ୍ଟ ସେମିଷ୍ଟର ଯେମିତି ନୋଟ୍ ପ୍ରୋଭାଇଡ୍ କରିଦେବେ ତାଠୁ ବେଟର ଇମ୍ପ୍ରୁଭମେଣ୍ଟ ସହିତ ଆପଣଙ୍କୁ ନୋଟ୍ ଦିଆଯିବ। ଆପଣମାନେ ୟୁଟ୍ୟୁବର ସର୍ଟ ସେକ୍ସନ ମାନେ ସେଇ ନୋଟ୍କୁ ୟୁଟ୍ୟୁବର ସର୍ଟ ସେକ୍ସନରେ ଚେକ୍ କରିପାରିବେ, ଆଉ ନିହାତି ଆପଣଙ୍କୁ ପସନ୍ଦ ଲାଗିବ। ମୁଁ ଜାଣିଛି ଏ କଥା, ଆପଣମାନେ ନିଜେ ଚେକ୍ କରିକି ଦେଖନ୍ତୁ ଠିକ୍ ଅଛି। ତ ଆଜିର ଟପିକରେ ଏତିକି ଥିଲା। ଆପଣଙ୍କର କିଛି ସ୍ପେଶାଲ ଏକ୍ଜାମ ନାହିଁ, ଆଉ ଥରେ କହୁଛି ସ୍ପେଶାଲ ଏକ୍ଜାମ ମାନେ ଆପଣଙ୍କର ଆଡମିସନ ହେଇନି, ଆପଣଙ୍କର ଏଜେଣ୍ଟ ଆପଣଙ୍କଠୁ ପଇସା ନେଇଗଲେ, ଆଡମିସନ ଟାଇମରେ କରେଇ ପାରିନାହାନ୍ତି, ସିଟ୍ ମିଳିନି, ଆଉ ଯୋଉ ସିଟ୍ ଥିଲା ସେଥିରେ ଆଡମିସନ କରିଲେ ଆପଣଙ୍କୁ ଡାଇରେକ୍ଟ ସେକେଣ୍ଡ ସେମିଷ୍ଟର ଏକ୍ଜାମ ଦେବେ। ବ୍ୟାକ୍ ପେପର ଆଜ ଏ ଫାର୍ଷ୍ଟ ସେମିଷ୍ଟର ପେପର ଆଜ ଏ ବ୍ୟାକ୍ ଦେବାକୁ ପଡ଼ିବ ଅଦର ପିଲାମାନଙ୍କ ସହିତ ଠିକ୍ ଅଛି, ବୁଝିହେଲା। ତ ଏତିକି ଥିଲା ଆଜିର ଭିଡ଼ିଓରେ। ଯଦି ଏ ରିଲେଟେଡ୍ କିଛି ବି ଡାଉଟ୍ ଅଛି ନିହାତି କମେଣ୍ଟ କରିପାରିବେ। ଆଉ ଆପଣଙ୍କର ଏଜେଣ୍ଟ ସହିତ ଆପଣ କଥା ହୁଅନ୍ତୁ, ମାନେ ଡରିକି କଥା ହେଲେ ହେବନି। ସବୁ ଯାହା ବି ପଚାରିବେ ଭଲସେ କ୍ଲିୟର ହୁଅନ୍ତୁ, ଯାହାଫଳରେ ଆପଣଙ୍କର ପ୍ରୋବ୍ଲେମ ଫେସ୍ କରିବାକୁ ପଡ଼ିବନି ଠିକ୍ ଅଛି। ଯଦି ମନ ଭିତରେ ରଖିକି କଥା ହେବେ, ଯଦି ଏଜେଣ୍ଟ ସହିତ କଥା ଭଲସେ ନ ହେବେ ଦେନ୍ ଆପଣମାନେ ଜାଣିପାରିବେ କେମିତି, ବୁଝୁନାହାନ୍ତି କାହିଁକି। ଏଜେଣ୍ଟ ସହିତ ଭଲସେ କଥା ହୁଅନ୍ତୁ, ଆଉ ମାନେ ଫେସ୍ ଟୁ ଫେସ୍ ଯାଇକି ଭଲସେ ମେସେଜ କରନ୍ତୁ ନାହିଁ, ଡାଇରେକ୍ଟ ଫୋନ୍ କରିକି ପଚାରନ୍ତୁ ଆକ୍ଚୁଆଲି କ'ଣ ଘଟୁଛି ବୁଝିହେଲା। ତ ରଖିଲି ଭିଡ଼ିଓଟାକୁ। ଯଦି ଆପଣଙ୍କୁ କିଛି ଡାଉଟ୍ ଅଛି ନିହାତି କମେଣ୍ଟ ସେକ୍ସନରେ ପଚାରି ପାରିବେ, ଆଉ ଯେଉଁମାନେ ଯୋଡ଼ିବାକୁ ଚାହୁଁଛନ୍ତି ମୋ ନମ୍ବର ଅଛି ମୋତେ କଣ୍ଟାକ୍ଟ କରିପାରିବେ। ଧନ୍ୟବାଦ, ରହିଲି। ଭଲ ରୁହନ୍ତୁ, ଭଲ କରନ୍ତୁ, ଯାହାଫଳରେ ଆପଣଙ୍କ ସହିତ ବି ଭଲ ହେବ। ଧନ୍ୟବାଦ।